ଯେତେବେଳେ ଗାଳି ଗୁଲଜ କରୁଥିଲା ଇଲୁ କହିଲା ଇଏ ଛକରେ କାହିଁକି ଗାଳି ଗୁଲଜ କରୁଛ। ଏଇଟା ତା ପୂର୍ବ ଦିନ ଘଟଣା। ଇଲୁ ଯେତେବେଳେ ଏତିକି ଗଲା କହିଲା ତତେ ମୁଁ ଦେଖିଦେବି କହିକିରି ଇଲୁ କଣ କଲା ସେ ତାର ସେଠୁ ପଳେଇଲା। ତାଙ୍କ ଭିତରେ ଆଉ ସେ ପାଟିତୁଣ୍ଡ କରିପାରିଲା ନାହିଁ, ଯେହେତୁ ସେ 8-10 ଜଣ ଥିଲେ। ତା ପରଦିନ ଇଲୁ ମାର୍କେଟକୁ ଆସିଛି, ବୁଲିବାକୁ ଆସିବା ଭିତରେ ସିଏ ତାଙ୍କର ଜଗିକିରି ଅଛନ୍ତି। ତାଙ୍କରି ଗାଁର ମୁଁ ଆର ହେଉଛି ଭେଣେଇ ହେବି। ତାଙ୍କ ଗାଁର ତା ନାଁଟା କ'ଣ ଧରମାର ପୁଅ, ସେ ଜଗିକିରି କେନାଲ ବନ୍ଧ ଉପରେ ଅଛି ଯେ ବା ସେ ଇଲୁ ଆସିଲେ ଖବର କରିବୁ, ଆମେ ଯିବୁ ଏଠୁ ମାରିବୁ। ତେଣୁ ବା ସେ ଧରମା ପୁଅଟି ଯେତେବେଳେ ଖବର କରିଛି ଏମାନେ ଯାଇଛନ୍ତି, ତା ଭିତରେ ତାକୁ ମାରିଛନ୍ତି। ମାରିବା ଭିତରେ ତାପରେ ଘରେ ବି ଭୟଭୀତ ହେଇକିରି ଘରେ ବି କେହି ନାହାନ୍ତି, ଘରେ ସବୁ ଖାଲି। ତାପରେ କେସ୍ ଆଜି ସକାଳୁ ଦେବାକୁ ଯାଇଛନ୍ତି। ଆଗରୁ କ'ଣ ହେଇଛି କ'ଣ ନାହିଁ ସେଇଟା ଆମେ ଜାଣିନୁ, କିନ୍ତୁ ତା ପୂର୍ବ ଦିନ ଘଟଣା ଏତିକି ଜାଣିଛୁ। ପଲ୍ଲିଙ୍ଗିରେ ସେଇଠି ମାଛବାଲା ବିକୁଥିଲା, ମାଛବାଲାର ପଲ୍ଲିଙ୍ଗ ଆଣିକିରି ତାକୁ ଚୋଟ ମାରିଛନ୍ତି। ମାରିବା ସତ୍ତ୍ୱେ 2 ହାତ ପାପୁଲି 2 ହାତ ନାହିଁ, 2 ହାତ କଟିବ କି ନାହିଁ ତାର ବି ଭବିଷ୍ୟତରେ ବି କିଛି ନାହିଁ, ଗୋଟେ ଗୋଡ଼ ବି ନାହିଁ।